ବର୍ଷାକାଳୀନ ସଫେଇ ଚାଲିଥିବା ବେଳେ ରାଜଧାନୀ କୋଲକାତା ସ୍ଥିତ ସୁରେନ୍ଦ୍ରନାଥ କଲେଜ ପରିସରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। କଲେଜ ୟୁନିୟନ ରୁମ୍ ସଫା କରିବା ସମୟରେ ଏଠାରୁ 1 ଲକ୍ଷ ଟଙ୍କାରୁ ଅଧିକ ନଗଦ ରହିଥିବା 2ଟି ସୁଟକେସ୍ ମିଳିଥିଲା। ହେଲେ ବେଶ୍ ଲମ୍ବା ସମୟ ଧରି ଏହି ସୁଟକେସ୍ ବନ୍ଦ ରହିଥିବାରୁ ଏହା ମଧ୍ୟରେ ରହିଥିବା ଟଙ୍କାକୁ ଉଇଖାଇ ନଷ୍ଟ କରିଦେଇଛନ୍ତି। ସୁଟକେସ୍ ମଧ୍ୟରୁ ମିଳିଥିବା ନୋଟ୍ ମଧ୍ୟରୁ ଅଧିକାଂଶ 500 ଏବଂ 100 ଟଙ୍କିଆ ରହିଥିଲା। କୋଲକାତା ନଗର ନିଗମ ପକ୍ଷରୁ ଶିକ୍ଷାନୁଷ୍ଠାନରେ ପ୍ରାକ୍ ମୌସୁମୀ ସଫେଇ ଅଭିଯାନ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଏବଂ ବିଭାଗୀୟ ଅଧିକାରୀ ବର୍ତ୍ତମାନ ସୁଟକେସ୍ ଭିତରେ ରହିଥିବା ଟଙ୍କାର ପ୍ରକୃତ ପରିମାଣ ଏବଂ ଏହା କାହାର ଟଙ୍କା ତାହା ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଉଇଖିଆ ଟଙ୍କା ପାଇଁ ମୁହାଁମୁହିଁ ବିଜେପି ଏବଂ ଟିଏମ୍ସି। ସୁରେନ୍ଦ୍ରନାଥ କଲେଜ ୟୁନିୟନ ରୁମ୍ ମଧ୍ୟରୁ ଟଙ୍କା ମିଳିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି ଏବଂ ବିରୋଧୀ ଟିଏମ୍ସି। ଏ ଘଟଣା ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ବିଜେପି ବିଧାୟକ ସଜଲ ଘୋଷ ଟିଏମ୍ସି ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସେମାନଙ୍କୁ ଟାର୍ଗେଟ କରିଛନ୍ତି। ଶାସକ ଦଳର ବିଧାୟକ ପ୍ରଶ୍ନ କରିଛନ୍ତି ଯେ କାହାକୁ କିଛି ନ ଜଣାଇ ଏତେ ବଡ଼ ପରିମାଣର ଟଙ୍କା କଲେଜ ୟୁନିୟନ ରୁମ୍ରେ କିପରି ଜମା କରାଯାଇପାରିବ। ବିଜେପି ଏହି ୟୁନିୟନ ରୁମ୍ ବ୍ୟବହାର କରୁଥିବା ୟୁନିୟନ ନେତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ତେବେ ଛାତରୁ ମିଳିଲା ବିଳାସପୂର୍ଣ୍ଣ ଗୁପ୍ତ କୋଠରୀ। ଟଙ୍କା ମିଳିବାର ପରଦିନ କଲେଜ ଛାତରୁ ଏକ ଗୁପ୍ତ କୋଠରୀ ଆବିଷ୍କୃତ ହୋଇଥିଲା। ଏହାପରେ ଏହି ମାମଲା ଆହୁରି ଅଧିକ ଗମ୍ଭୀର ହୋଇଯାଇଥିଲା। ଏ କୋଠରୀରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ସୁକୋମଳ ଗଦିଯୁକ୍ତ ବିଛଣା, କାନ୍ଥ ଘଣ୍ଟା ଏବଂ ସାଜସଜ୍ଜା ପଟ୍ଟଚିତ୍ର ସମେତ ବିଳାସପୂର୍ଣ୍ଣ ସୁବିଧା ସହ ସଜ୍ଜିତ ରହିଥିଲା। ଏହି କୋଠରୀ କଥିତ ରୂପରେ ଜଣେ ଟିଏମ୍ସି ନେତାଙ୍କର ବୋଲି କୁହାଯାଉଛି। କଲେଜ ପ୍ରଶାସନ ଏପର୍ଯ୍ୟନ୍ତ ଏ ଘଟଣାରେ କୌଣସି ଔପଚାରିକ ବୟାନ ଦେଇନାହିଁ। କଲେଜ କ୍ୟାମ୍ପସ ମଧ୍ୟରେ ଏଭଳି ବେଆଇନ କାର୍ଯ୍ୟକଳାପ କିଏ ଚଳାଉଥିଲା ଏବଂ ଏହି ଟଙ୍କାର ପ୍ରକୃତ ମାଲିକ କିଏ ତାହା ଜାଣିବା ପାଇଁ ବର୍ତ୍ତମାନ ତଦନ୍ତ ଜାରି ରହିଛି। ବ୍ୟୁରୋ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ୍।